ଗରୁଡ଼ ପୁରାଣ ଅନୁସାରେ କେଉଁ ବାରରେ ଜନ୍ମଗ୍ରହଣ କଲେ କାହାର କିପରି ସ୍ୱଭାବ ହୋଇଥାଏ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର, ମୁଁ ମନୋଜ ଦାସ, ଆପଣମାନଙ୍କୁ ସ୍ୱାଗତ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲରେ। ତେବେ ପ୍ରଥମରେ ସୋମବାର, ଏହା ହେଉଛି ଚନ୍ଦ୍ରମାଙ୍କର ଦିନ। ଏହି ଦିନ ଯେଉଁମାନେ ଜନ୍ମ ହୁଅନ୍ତି ସେମାନଙ୍କର ମନ ଚଳଚଞ୍ଚଳ ହୋଇଥାଏ। ସେମାନେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ଶାନ୍ତ ସ୍ୱଭାବର, ମିଷ୍ଟଭାଷୀ ବା ଏମାନେ ମିଠା କଥା କୁହନ୍ତି। ସ୍ୱଭାବରେ ମଧ୍ୟ ବହୁତ ଭଲ। ଏମାନେ ସୁଖରେ ଅବା ଦୁଃଖରେ ଏମାନେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳାଇ ନିଅନ୍ତି। ଏମାନଙ୍କୁ ସରକାରୀ ସ୍ତରରେ ଅବା ସମାଜରେ ବହୁତ ମାନ ସମ୍ମାନ ମିଳିଥାଏ। ଧନ ମାମଲାରେ ମଧ୍ୟ ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ। ତାପରେ ମଙ୍ଗଳବାର, ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ସ୍ୱାମୀ ମଙ୍ଗଳ ଗ୍ରହ ହୋଇଥାନ୍ତି। ସ୍ୱଭାବରେ ଏମାନେ ବହୁତ ଉଜ୍ଜ୍ୱଳ ଏବଂ ସାହସୀ। ଏମାନେ ଯୁଦ୍ଧପ୍ରେମୀ ଓ ପରାକ୍ରମୀ ହୋଇଥାନ୍ତି। ଏମାନେ ହନୁମାନଙ୍କୁ ଅଧିକ ଭଲ ପାଆନ୍ତି। ଏମାନଙ୍କ ଉପରେ ମଧ୍ୟ ହନୁମାନଙ୍କର ବିଶେଷ କୃପା ରହିଥାଏ। ଏମାନଙ୍କର ହୃଦୟ ହନୁମାନଙ୍କ ପରି ଉଦାର। ଦରକାର ସମୟରେ ସାହାଯ୍ୟ କରିବା ପାଇଁ ଏମାନେ କିଛି ବି କରିପାରନ୍ତି। ଏମାନେ ପରୋପକାରୀ। ଏମାନେ ମଧ୍ୟ ନିଜର ପରିବାର ପ୍ରତି ଅଧିକରୁ ଅଧିକ ଯତ୍ନବାନ ହୋଇଥାନ୍ତି। ବୁଧବାର ଦିନଟି ଗଣେଶଙ୍କର, ତେଣୁ ଶାସ୍ତ୍ରାନୁସାରେ ଏହି ଦିନ ଜନ୍ମିତ ବ୍ୟକ୍ତିମାନଙ୍କ ଉପରେ ଭଗବାନ ଶ୍ରୀଗଣେଶଙ୍କର ଅଶେଷ କୃପା ରହିଥାଏ। ଏମାନେ ଧର୍ମ ଆଉ କର୍ମ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏମାନେ ବୁଦ୍ଧିମାନୀ ଏବଂ ଶାନ୍ତ ସ୍ୱଭାବର, ଛଳ କପଟ କରନ୍ତି ନାହିଁ, ସିଧା କଥା କହିବାରେ ବିଶ୍ୱାସ କରନ୍ତି। ଏମାନେ ଅତ୍ୟନ୍ତ ପରିଶ୍ରମୀ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଏମାନେ ଦୃଢ଼ତାର ସହିତ ତାର ସାମ୍ନା କରନ୍ତି। ଅନ୍ୟମାନେ ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଏମାନେ ସଫଳ ହୋଇଥାନ୍ତି। ଗୁରୁବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ରାଶି ଧନୁ ବା ମୀନ ହୋଇଥାଏ। ଏମାନଙ୍କର ଗ୍ରହସ୍ୱାମୀ ବୃହସ୍ପତି, ତେଣୁ ଏମାନେ ଜ୍ଞାନୀ। ସମାଜରେ ସବୁବେଳେ ଏମାନେ କିଛି ନୂତନତା ଆଣିବାକୁ ଚେଷ୍ଟା କରନ୍ତି। ଉଜ୍ଜ୍ୱଳ ଭବିଷ୍ୟତ ଏମାନଙ୍କର। ଏମାନେ ଧନୀ ଏବଂ ଜ୍ଞାନୀ। ଏମାନେ ପ୍ରାୟତଃ ଶିକ୍ଷାକୁ ପେଶା ଭାବରେ ଗ୍ରହଣ କରନ୍ତି। ପଢ଼ିବାକୁ ଭଲ ଲାଗେ ଏମାନଙ୍କୁ। ଏମାନଙ୍କର ଏକ ଖାସ୍ ବିଶେଷତ୍ୱ ହେଲା ଏମାନେ ଅତ୍ୟନ୍ତ ପରୋପକାରୀ ଏବଂ ବିବେକଶୀଳ। ଶୁକ୍ରବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଅଧିକ ସୁନ୍ଦର ଓ ପ୍ରତିଭାଶାଳୀ। ଏମାନଙ୍କର ଗ୍ରହସ୍ୱାମୀ ଶୁକ୍ର ହେଉଛନ୍ତି ଭୋଗ ବିଳାସର ଦେବତା। ତେଣୁ ଏମାନେ ମଧ୍ୟ ଭୋଗ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ ପସନ୍ଦ କରନ୍ତି। ଚିନ୍ତନରେ ଏମାନେ ଅତ୍ୟନ୍ତ ନିପୁଣ। ଏମାନେ ଧନବାନ ଓ କାମଦେବ ଗୁଣରେ ପୁରା ପ୍ରଭାବିତ ହୋଇ ରହିଥାନ୍ତି। ବୁଦ୍ଧିରେ ପ୍ରଖର। ଶୁକ୍ରବାର ଦିନଟି ମା ମହାଲକ୍ଷ୍ମୀଙ୍କର ଦିନ ହୋଇଥିବାରୁ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ। ଶନିବାରରେ ଜନ୍ମିତ ବ୍ୟକ୍ତିମାନଙ୍କର ମକର କିମ୍ବା କୁମ୍ଭ ରାଶି ହୋଇଥାଏ। ଏମାନଙ୍କ ଉପରେ ଶନିଙ୍କର ପ୍ରଭାବ ଦେଖାଦିଏ। ଏମାନେ ସାଧାରଣତଃ କଠୋର ସ୍ୱଭାବର। ଯେତେ ଦୁଃଖ ଆସିଲେ ବି ଏମାନେ ତାକୁ ସହିବା ଶିଖିଛନ୍ତି। ଏମାନେ ନିଜର କର୍ମ ଏବଂ ପରିଶ୍ରମରେ ବିଶ୍ୱାସ କରନ୍ତି ଏବଂ ପରିଶ୍ରମ ବଳରେ ନିଜର ଭାଗ୍ୟକୁ ମଧ୍ୟ ଗଢ଼ିଥାନ୍ତି ବା ବଦଳେଇଥାନ୍ତି। ଏମାନେ ଯାହା ଚାହାନ୍ତି ତାକୁ ନିଶ୍ଚିନ୍ତ ଭାବରେ ଯେମିତି ହେଲେ ହାସଲ କରନ୍ତି। ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଗ୍ରହଙ୍କର ବିଶେଷ ପ୍ରଭାବ ରହିଥାଏ। ଏମାନେ ତେଜସ୍ୱୀ, ସଂଗ୍ରାମୀ ଏବଂ ରାଗୀ ମଧ୍ୟ ହୋଇଥାନ୍ତି। ଏମାନଙ୍କ ପାଖରେ ଲିଡରସିପ୍ର କ୍ଷମତା ରହିଛି। ଏମାନେ ସବୁବେଳେ ସକାରାତ୍ମକ ଚିନ୍ତା କରନ୍ତି। ଏମାନେ ବୁଲିବାକୁ ଭଲ ପାଆନ୍ତି, ଈଶ୍ୱର ପ୍ରେମୀ ଏବଂ ଏମାନେ ମନ୍ଦିର, ଦେବସ୍ଥାନ ଆଦି ଦର୍ଶନ କରିବାରେ ଖୁବ୍ ନିପୁଣ। ଏଣୁ ଏମାନଙ୍କର ଅଧିକ ସମୟ ବୁଲିବାରେ ବିତିଥାଏ। ତେବେ ଆଶା କରୁଛି ଆଜିକାର ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ କିଛି ନା କିଛି ଜ୍ଞାନ ଦେଇଥିବ। ତେବେ ଏଇଭଳି ଭିଡ଼ିଓ ଏହି ଚ୍ୟାନେଲରେ ଆଗକୁ ମଧ୍ୟ ଦେଖିବା ପାଇଁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ। ରହିଲି, ଧନ୍ୟବାଦ।